মোটামুটি কহিবাকু গলে মো বাবা প্রেমদ্রোহী। আরে এই প্রেম শব্দ মতে কলঙ্কিত করে দিয়েছিল। ସେଥିପାଇଁ ଏ ପ୍ରେମ ଶବ୍ଦକୁ ମୁଁ ଘୃଣା କରେ, ଘୃଣା। ହେଲା ଭଣଜା ହେଲା, ମୋର ଭୁଲ ହେଇଗଲା ରେ ବାପ। ହେଲେ ଭଣଜା ମହେଶ୍ୱର, ଏ ସାଧକ ବେଶରେ ମୋ ଭଣଜାଟା ତୁ କେମିତି ଦେଖାଯାଉଛୁ? ତୋ ରୂପକୁ ଟିକେ ଦେଖେ ରେ ଭଣଜା। ଆରେ ମାମା, ଅରେ ଭଣଜା, ତାହେଲେ କାଲି ଶଙ୍କର ରୂପଟାକୁ ଦେଖିବ। ଅରେ ଭଣଜା, ଆରେ ମାମା, ଭଣଜା ତୁମର ଇଚ୍ଛା ମଧ୍ୟ ପୂରଣ ହୋଇଯିବ। আরে সতরে ମୋ ଭଣଜାଟା ତ ପୁରା କାଲି ବାପା। ଆରେ ହେଇ ମାମା, ତୁମ କହିବା ହିସାବରେ ମୋର ସମସ୍ତ ପୂଜାବିଧି କାର୍ଯ୍ୟ ଆଗେଇ ଚାଲିଛି। ଆରେ ଭଣଜା, ଆରେ ମାମା, ହଁ ଭଣଜା, ମୁଁ ମୋର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଛି। ଆରେ ଭଣଜା, ଆଉ ଅଳ୍ପ କିଛି ଦିନ ମଧ୍ୟରେ ତୁମ ଭଣଜା କାଲି ଶଙ୍କର ଅଜୟ ହୋଇଯିବ। ଏ ଭଣଜା ବୟସ, ତୁ ଯେତେବେଳେ ତୋର ଏଇ ସିଦ୍ଧି ଆଉ ସାଧନାର ମାର୍ଗରେ ପହଞ୍ଚି ଗଲୁଣି, ହଁ ମାମା, ଏବେ ସବୁ କିଛି ତ ହାତ ମୁଠାରେ। କେହି ବି ତୋର କିଛି କରିପାରିବେନି। ଆରେ ଭଣଜା ମହେଶ୍ୱର, ହଁ ମାମା, ଆଜିଠାରୁ ତୁ ସେଇ ମୁକ୍ତାଗଡ଼ରେ ଥିବା କାଳୀ ମନ୍ଦିରରେ ଉପବେଶନ କରିବୁ। ମୁକ୍ତାଗଡ଼ କାଳୀ ମନ୍ଦିର? ଆରେ ଭଣଜା, ହେଲେ କାହିଁକି ମାମା? ଆରେ ଭଣଜା, ସେଇ ମୁକ୍ତାଗଡ଼ ରାଜ୍ୟକୁ ଆମେ ବର୍ବାଦ କରିବାର ଅଛି, ସମ୍ପତ୍ତି ଆଣିବାର ଅଛି। ସେଥିପାଇଁ ଆଜି ହେଉଛି ଅମାବାସ୍ୟା। ଆଉ ତୁ ବିଳମ୍ବ ନ କରି ଅତି ଶୀଘ୍ର ସେଇ କାଳୀ ମନ୍ଦିରକୁ ଚାଲିଯା। ଆରେ ଭଣଜା ମହେଶ୍ୱର, ମୁଁ ଯେତେବେଳେ ତୋତେ ଚିହ୍ନି ପାରିଲିନି, ସେଇ ମୁକ୍ତାଗଡ଼ରେ ବା ତୋତେ କିଏ ଚିହ୍ନି ପାରିବ ରେ ଭଣଜା? ଆଜିଠାରୁ ତୁ ହେଉଛୁ ଛଦ୍ମବେଶୀ ବାବା ବ୍ରହ୍ମାନନ୍ଦ। ଆରେ ଏ ମାମା, ଆରେ ଭଣଜା, ତାହେଲେ ଏ ଦୁଇ ଜଣଙ୍କୁ କୋଉଠିରେ ଅଛ? ଆରେ ଭଣଜା, ହଁ ମାମା, ଏ ଦୁଇ ଜଣ ହେଉଛନ୍ତି ତୋ ପାଖରେ ପୋଷା କୁକୁର। ଆରେ ଭଣଜା, ହଁ ମାମା, ପୋଷା କୁକୁର ଯେମିତି ବୋଲ ମାନେ, ଏ ଦୁଇ ଜଣ ମଧ୍ୟ ତୋର ବୋଲ ମାନି ଚଲିବେ। ସେଥିପାଇଁ এই ଦୁଇ ଜଣଙ୍କୁ ମୋ ପାଖକୁ ନେଇ ଆସିଛି ରେ ଭଣଜା। ତମେ ଠିକ କଥା କହିଛ ମାମା। હવે ତମେ ଦୁଇ ଜଣ ମୋ ସାଙ୍ଗରେ ଏବେ ମୁକ୍ତାଗଡ଼ ଅଭିମୁଖେ ଯାତ୍ରା କରିବ। ଏବେ ଚାଲ ମୁକ୍ତାଗଡ଼ କାଳୀ ମନ୍ଦିରରେ ରହେ সেই মুক্তাগড়ের রাজারা সমস্ত পরিচয় এবং তথ্য আমি হাসল করিবা। আরে হারে বলছে তাহলে বর্তমান আমি মুক্তাপুর অভিমুখে যাত্রা করিবা। নিশ্চয় अब चलो चामुंडा।